ଅନାମପୁର ଗାଁରେ ରହୁଥିଲେ ଦି ଜଣ ବୁଢ଼ା ବୁଢ଼ୀ। ଜଙ୍ଗଲରେ କାଠ ହାଣିବା ଥିଲା ତାଙ୍କର ବେଉସା। ବୁଢ଼ୀ ଘରେ ରୋଷେଇବାସ କରୁଥିଲା ଆଉ ବଉଳା ଗାଈକୁ ସମ୍ଭାଳୁଥିଲା। ଦିନେ ବୁଢ଼ୀର ବଉଳା ଗାଈ କ୍ଷୀର ଦବା ବନ୍ଦ କରିଦେଲା। ଧେତ୍, ଏ ବଉଳାଟା ବି କ୍ଷୀର ଦବା ବନ୍ଦ କରିଦେଲା। ମୁଁ କେମିତି ଚଳିବି? ବୁଢ଼ୀ ଥିଲା ବହୁତ ଲୋଭୀ। ତାର ସବୁବେଳେ ଟଙ୍କା ପଇସା ସୁନା ଗହଣା ଆଦିରେ ଲୋଭ ଥିଲା। ଦିନେ ବୁଢ଼ା ବଣକୁ କାଠ ହାଣିବାକୁ ଯାଇଥିଲା। କାଠ ନେଇ ଫେରିବା ବେଳକୁ ତାକୁ କିଏ ଗୋଟେ ପଛରୁ ଡାକିଲା, ରକ୍ଷା କର, ମତେ ରକ୍ଷା କର, କିଏ କୋଉଠି ଅଛ, ମତେ ରକ୍ଷା କର। ବୁଢ଼ା ଚାରିଆଡ଼କୁ ଚାହିଁଲା, କେହି ବି ତା ନଜରରେ ପଡ଼ିଲେନି। ସେ ପୁଣି ଆଗକୁ ଚାଲିଲା। ରକ୍ଷା କର ହେ ମଉସା, ମତେ ବଞ୍ଚାଅ। ଏଥର ବୁଢ଼ା ଜାଣିପାରିଲା ଯେ ତାକୁ କିଏ ଗୋଟେ ଡାକୁଛି। ସେ ପଛକୁ ଫେରି ଚାଲିଲା। ମଉସା, ମତେ ଉଦ୍ଧାର କର, ତମ ସାଙ୍ଗରେ ତମ ପଡ଼ିଶାଙ୍କର ବି ମଙ୍ଗଳ ହେବ। ହେ ମଉସା, ମୁଁ ଏଇଠି ଅଛି। ବୁଢ଼ା ବୁଦା ପାଖରେ ଦେଖିଲା ଯେ ଗୋଟିଏ କଣ୍ଟା ଝାଡ଼ ଭିତରେ ଚଢ଼େଇଟିଏ ପଡ଼ିଛି। ସେଇ ଚଢ଼େଇକୁ ଦେଖି ବୁଢ଼ା ଆଶ୍ଚର୍ଯ୍ୟ ହେଇଗଲା। ବାପରେ, ଇଏ ତ ବଡ଼ ବିଚିତ୍ର ଚଢ଼େଇ। ଆହା, କେତେ ସୁନ୍ଦର ରଙ୍ଗ ୟାର। ପ୍ରକୃତରେ ଚଢ଼େଇଟା ଥିଲା ସୁନା ରଙ୍ଗର। ତା ଦେହର ରଙ୍ଗ ସୁନା ଭଳି ଚିକଚିକ୍ କରୁଥିଲା। ଆଉ ସେ ଲୋକଙ୍କ ମନରେ ଥିବା ଇଚ୍ଛାକୁ ପୂରଣ ବି କରୁଥିଲା। ଆଚ୍ଛା, ତୁ ୟା ଭିତରେ କେମିତି ପଡ଼ିଲୁ? ସେ କଥା ପରେ କହିବି, ଆଗ ମତେ ଏଠୁ ଉଠାଅ। ଉଠେଇବି ଯେ, ହେଲେ ମୁଁ କଣ ପାଇବି? ତମେ କଣ କାଲ? ମୁଁ କହୁଛି ନା, ତମେ ଯାହା ପାଇବ ତମ ପଡ଼ୋଶୀ ଦ୍ୱିଗୁଣ ଅଧିକ ପାଇବେ। ଏତେ ଅହଙ୍କାର ଭଲ ନୁହଁ। ସାମାନ୍ୟ ଚଢ଼େଇଟିଏ ହେଇ ଇଏ କାଳେ ମତେ ଦାନ ଦବ। ହେଲେ ତା ଆଗରୁ ମୁଁ ତତେ ଏବେ ଜୀବନ ଦାନ ଦଉଛି। ବୁଢ଼ା କଣ୍ଟା ଝାଡ଼ରୁ ସୁନା ଚଢ଼େଇକୁ ଆଣି ବାହାରେ ଛାଡ଼ିଦେଲା। ମଉସା, ମୋ ଜୀବନ ତ ରକ୍ଷା କଲ, ଆଉ ମୋଠୁ କିଛି ନବନି? ଥାଉ ଥାଉ, ବହୁତ ଦାନୀ ତୁ। ବୁଢ଼ା ତା ଘରକୁ ଚାଲିଲା ଆଉ ବୁଢ଼ୀକୁ ସବୁ କଥା କହିଲା। କଣ କଲ ତମେ? ସେ କିଛି ଗୋଟେ ଦବ ବୋଲି କହୁଥିଲା, ତମେ ନ ଆଣି ଚାଲି ଆସିଲ। ଧେତ୍, ସିଏ କଣ ମତେ ଦବ? ଇଏ ପରା ସାମାନ୍ୟ ଚଢ଼େଇଟା। ଦେଖ, ମତେ ରଗାଅନି କହୁଛି। ବଉଳା କ୍ଷୀର ବନ୍ଦ କରିଛି। ମୋ ହାତରେ କାଣି କଉଡ଼ିଟିଏ ବି ନାହିଁ। ଶୀଘ୍ର ଯାଇ ଚଢ଼େଇ ଯାହା ଦଉଥିଲା ତାଠୁ ନେଇକି ଆସ। ହଉ, ମୁଁ ଯାଉଛି। ମଣିଷକୁ ଟିକେ ଶାନ୍ତିରେ ବି ରହିବାକୁ ଦେବେନି। ବୁଢ଼ା ଯାଇ ପହଞ୍ଚିଲା ସୁନା ଚଢ଼େଇ ପାଖରେ। ସୁନା ଚଢ଼େଇ, ଏ ସୁନା ଚଢ଼େଇ, ମତେ କ୍ଷମା କର। ମୁଁ ନିଜ ଅହଙ୍କାର ପାଇଁ ତୋଠୁ କିଛି ନ ନେଇ ଚାଲିଗଲି। ତୁ ମତେ କଣ ଦେଇପାରିବୁ କହିଲୁ? ତମେ କଣ ନବ କହୁନ? ଆରେ, ମୋର ତ ରହିବାକୁ ଘର ନାହିଁ। ସୁନା ଚଢ଼େଇକି ଘରଟେ ମାଗୁଛି। ଦେଖିବା କଣ ହଉଛି। ସୁନା ଚଢ଼େଇ, ମତେ ଗୋଟାଏ ସୁନ୍ଦର ଘରଟାଏ ଦେ। ଘର ଏଇ ସାଙ୍ଗେ ସାଙ୍ଗେ ମିଳିଯିବ। ମଉସା, ଯାଅ ଘରେ ଯାଇ ଦେଖ ତମର କେମିତିଆ ଘରଟେ ଅଛି। ଆଉ ହଁ, ତମର ଯଦି ଗୋଟେ ଘର ହେଇଥିବ, ତମ ପଡ଼ୋଶୀ ମାନଙ୍କର 2ଟା ଘର ହେଇଥିବ। ହଁ। ବୁଢ଼ା ଯାଇ ଘରେ ପହଞ୍ଚିଲା। ତାପରେ ଦେଖିଲା ତା ପଡ଼ୋଶୀ ମାନଙ୍କର 2ଟା ଲେଖାଏଁ ଘର ହୋଇଯାଇଛି। ଆଉ ବାହାରେ ବୁଢ଼ୀ କଟୁରୀ ଧରି ବସିଛି। ଆରେ ବାଃ, ଆମର ଭାରି ସୁନ୍ଦର ଘରଟା ହେଇଛି ତ। ଅଳପେଇସା, ତତେ ମୁଁ ହାଣି ଟିକ୍ ଟିକ୍ କରିଦେବି। କାହିଁ? ତୋ ଆଖି କଣ ଫୁଟି ଯାଇଛି? ଆମକୁ ସୁନା ଚଢ଼େଇ ଗୋଟାଏ ଘର ଦେଲା, ଆଉ ପଡ଼ିଶାକୁ 2ଟା ଘର ଦେଲା। ଆରେ, ସିଏ ତ ଆଗରୁ ସେଇ କଥା କହିଥିଲା। ଏବେ ଯାଇ ସୁନା ରୂପା ଆଳି ଅଳଙ୍କାର ଯାହା ପାରୁଛ ତାଠୁ ନେଇକି ଆସ। ଧେତ୍, ମଣିଷକୁ ଟିକେ ଶାନ୍ତି ନାହିଁ। ବୁଢ଼ା ପୁଣି ଯାଇ ସୁନା ଚଢ଼େଇ ପାଖରେ ପହଞ୍ଚିଲା। ସୁନା ଚଢ଼େଇ, ଏ ସୁନା ଚଢ଼େଇ,
मते सुना रूपा आली अलंकार जहा तो पाखरे अछि सबु मते दे। एई गोटे कथा। एई नियो एबे जाओ देखिबो तम घरे सुना रूपा भर्ती हे जाइथिबो। बुढ़ा जाई घरे पहुंचिला आउ देखिला ता घर आगरे जेतिकी सुना रूपा थुआ हेछि ता पड़िसांको घर आगरे ता ठारू अधिक 2 गुण सुना रूपा थुआ हेछि। आउ बुढ़ी सेमती बाहरे कटुरी धरी बसिछि। सुना रूपा तो तते मिली गला एथर खुशी तो देखि पारुनु कि पड़ोसी मानंकु आमठु अधिक मिलिछि मो खुशी केमिति हेबी। अरे तांकु मिलुना आमर कौन अछि आमे खुशी रे रहिबा दरकार। केबे नुह सुना चढ़ई को उद्धार कल तमे बण को बारंबार दौड़ुच तमे आउ सुना रूपा बढ़िबा पड़िसांकर सेमिति जम्मा हेई परिबनी। पड़ोसी को जेमिति हेले हरेइबाकू पड़िबो एमिति किछि करिबाकू पड़िबो जेमिति पड़िसा दुर्दशा भोगिबे। तमे सुना चढ़ई को कहिबो जे मो बुढ़ीर गोटे आखि फुटेई दे। आलो ये कौन कहूचु तू? मु ठीक कहूची आमर गोटाए हेले तांकर 2टा हब तो। हाँ ताहेले मोर गोटाए आखि फुटू आउ पड़िसांकर 2टा आखि फुटू। बुढ़ा बुढ़ी कथा जानिथिला। बुढ़ी सबु बेले निज जिद्दीरे अटल सेथिपाई से बाध्य हेई सुना चढ़ई पाखकू गला। पुणी कौन हेला मौसा? सबु नाट तू लगेइचु मते गोटे देले पड़िसांकू काई 2टा दउचु। से कथा तो मु आगुरु कहिची तमर गोटे हेले पड़िसांकर 2टा हबो। ताहले एथर गोटे काम कर बुढ़ी कहूची तार गोटे आखि फुटेई दे जेमिति पड़िसांकर 2टा जाक आखि फुटी जिवो। मौसा अन्य मानक प्रति बुढ़ीर एते हिंसा एते असह्यकर मनोवृत्ति। से जहा हो तू बुढ़ीर आखि फुटेई दे। ठीक अछि जहा तम इच्छा। जा देखिबो बुढ़ीर गोटे आखि फुटी जाइथिबो आउ तम पड़िसांकर 2टा लेखाए। बुढ़ा घरे आसी देखिला बारंडारे बुढ़ी पड़ी गड़ुची से कष्ट सही पारुनी। मालो मरी गली लो मरी गली। आलो आलो ये कौन होउची तोर? ये कौन होउची? कि कष्ट लो बहु शुणुच मते लागुची मु आउ बंचीबिनी। तमे टिके जाई सुना चढ़ई को कुह मो आखि फेरेई दब बोलो। हौ हौ तू व्यस्त हो ना मो जाउची। बुढ़ा सुना चढ़ई जोठी बसिथिला सेठी जाई पहुंचिला देखिला सुना चढ़ई सेठी नाही। सुना चढ़ई ए सुना चढ़ई आलो तू कुआड़े गलु मो बुढ़ी मरी जीवलो तू ताकू बंचा। सुना चढ़ई से बण छाड़ी पड़े जाइथिला से आउ बुढ़ार कथा सुनिब केमिति? बुढ़ी शेषरे छटपटई घर आगरे पड़ी मला। अन्यर उन्नति देखी ईर्षा करिबा बिल्कुल ठीक नुह। निजे केते भलरे अछ सेइठा देखिबा उचित।